ଗୋପାଳପୁର ଅଧୀନରେ ଥିବା ନୂଆଗୋଳାବନ୍ଧରେ ଦୀର୍ଘ ବର୍ଷର ସମସ୍ୟା ରହିଥିବା ନେଇ ସରକାରଙ୍କୁ ଦୃଷ୍ଟି ଆକର୍ଷଣ ହୋଇଥିଲା। ନୂଆଗୋଳାବନ୍ଧ ବାସିନ୍ଦାଙ୍କ ପାଇଁ କୀର୍ତ୍ତିପୁର ମୌଜାଠାରେ 1008 ଘର ନିର୍ମାଣ ପାଇଁ ଅନୁଦାନ ଦିଆଯାଇଥିଲା। ଏଥିମଧ୍ୟରୁ ପ୍ରାୟ 70-80 ପରିବାର ସ୍ଥାନାନ୍ତରଣ ହୋଇଥିଲେ। ଅବଶିଷ୍ଟ ପରିବାର ଲୋକେ କ୍ଷତିପୂରଣ ପାଇଁ ଅନ୍ୟାନ୍ୟ ଦାବି ନେଇ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ। ଗଞ୍ଜାମ ଜିଲ୍ଲାପାଳ ଏହାର ତଦାରଖ ନିମନ୍ତେ ବ୍ରହ୍ମପୁର ଉପଜିଲ୍ଲାପାଳ ଅଭିନାଶ କୁମାରଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ। ସୋମବାର ଦିନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ବୈଠକ ହୋଇଥିଲା। ମଙ୍ଗଳବାର ଦିନ ବ୍ରହ୍ମପୁର ଉପଜିଲ୍ଲାପାଳ ଓ କନିଷ୍ଠ ତହସିଲଦାର କବିରାଜ ପ୍ରଧାନ ଏକ ଟିମ୍ ନୂଆ ଗୋଳାବନ୍ଧରେ ପହଞ୍ଚାଇଥିଲେ ଓ ଲୋକଙ୍କ ସହ ଆଲୋଚନା କରିଥିଲେ। ଆଜି ନୋଡାଲ ଅଫିସର ଚିତ୍ରସେନ ଦଳେଇଙ୍କ ସମେତ 2 ଜଣ ସୁପରଭାଇଜର ଗଅଁଧରା, ଫୁଲଟା, କନିଶି, ଗୋପାଳପୁର, ପଦ୍ମପୁର, ଡୁମଡୁମି ରାଜସ୍ୱ ନିରୀକ୍ଷର ପ୍ରମୁଖ ଘର ଘରକୁ ଯାଇ ବିସ୍ଥାପିତ ଲୋକଙ୍କୁ 1008 ଘରକୁ ନ ଯିବାର କାରଣ ଓ ନୂତନ ହିତଧାରୀଙ୍କ ନାମ ପଞ୍ଜୀକୃତ କରିଥିଲେ। ଆଜି ପ୍ରାୟ 350 ଘରର ସର୍ଭେ ହୋଇଥିବା ଜଣାପଡ଼ିଛି। ମାତ୍ର ଗ୍ରାମରେ ସମ୍ପୂର୍ଣ୍ଣ ତଥ୍ୟ ଚଳିତ ମାସ 19 ତାରିଖ ସୁଦ୍ଧା ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଶାନ୍ତି ଶୃଙ୍ଖଳା ନିମନ୍ତେ 1 ପ୍ଲାଟୁନ ପୁଲିସ ମୁତୟନ ହୋଇଥିଲା। ବର୍ତ୍ତମାନ ସୁଦ୍ଧା 998ଟି ବିସ୍ଥାପିତ ଲୋକଙ୍କ ପଟ୍ଟା ମିଳିଥିବାର ସୂଚନା ଜଣାପଡ଼ିଛି। ଗୋପାଳପୁରରୁ ସନ୍ଦେଶ କୁମାର ସାହୁଙ୍କ ରିପୋର୍ଟ, ଓଡ଼ିଶା ଦର୍ପଣ ନ୍ୟୁଜ୍ ଚ୍ୟାନେଲ।